ମୁଁ ଏବେ କୋରାପୁଟରେ ଅଛି କିନ୍ତୁ ଏକା ନାହିଁ ମୋ ସୁଲୁ ଗୁଟୁ ଆଉ ମାଳି ବି ମୋ ସାଙ୍ଗରେ ଅଛନ୍ତି ଆଉ ଇଏ ତ ସବୁବେଳେ ଥାନ୍ତି। ଏଥର ଆସିବାଟା ବହୁତ ମଜା ଲାଗୁଛି ହେଲେ କେବଳ ମଜା କରିବା ପାଇଁ ଆମେ ଆସିନୁ। ଆମେ ଗୋଟେ ଦାୟିତ୍ୱରେ ଆସିଥିଲୁ। ପ୍ରକୃତରେ ବାପା ଯେଉଁ ଅନୁଷ୍ଠାନର ଆଜୀବନ ସଦସ୍ୟ ଥିଲେ ଭାରତୀୟ ଆଦିମ ଜାତି ସେବକ ସଂଘ ନୂଆଦିଲ୍ଲୀ ସେହି ଅନୁଷ୍ଠାନର ବାର୍ଷିକ ଅଧିବେଶନ এই କୋରାପୁଟରେ ହିଁ ହେଉଥିଲା। ଆମେ ସର୍ବୋଦୟ ସେବା ସମିତି କେନ୍ଦୁଝର ତରଫରୁ ପ୍ରତିନିଧିତ୍ୱ କରିବା ପାଇଁ ଆସିଥିଲୁ। ତେଣୁ ମିଟିଂ କାମ କରି ପୁଣି ପିଲାଙ୍କୁ ବୁଲାବୁଲି କରି ଆମେ ଫେରିଯିବୁ। ଆଜି ପର୍ଯ୍ୟନ୍ତ ଆମେ ବାହାରକୁ କୁଆଡ଼େ ଯାଇନାହୁଁ। ଏଇ ନାଚ ଆମର ସେଇ ସଭାସ୍ଥଳର ସାଂସ୍କୃତିକ କାର୍ଯ୍ୟକ୍ରମ ଥିଲା। ପିଲାମାନେ ରୁମ୍ରେ ରହୁଛନ୍ତି। ସନ୍ଧ୍ୟାରେ ମୁଁ ତାଙ୍କୁ ଅଳ୍ପ ବୁଲାବୁଲି କରିଦେଉଛି। ଆଉ ଆଜି ହିଁ ମିଟିଂ ସରିଯିବ। କାଲିଠାରୁ ଆମେ କୋରାପୁଟ ବୁଲିବୁ। ଦେଖିବା ଆମେ କ'ଣ ବୁଲୁଛୁ ଆଉ ଆପଣମାନଙ୍କୁ କ'ଣ ଦେଖାଉଛୁ। ଏଠି ଅଟୋ ବହୁତ ଶସ୍ତା। 20 ଟଙ୍କା ଦେଲେ ଗୋଟେ ଜାଗାକୁ ନେଇଯାଉଛନ୍ତି ଆମ ତିନିଜଣଙ୍କୁ। ଆମେ ସନ୍ଧ୍ୟାରେ ମିଟିଂରୁ ଫେରିଲା ପରେ ମୁଁ କହିଲି ପିଲାଗୁଡ଼ା ଦିନସାରା ରୁମ୍ରେ ଅଛନ୍ତି, ତାଙ୍କୁ ଟିକେ ବୁଲେଇ ଦେବି। ତାଙ୍କୁ ନେଇ ଆମେ କୋରାପୁଟ ବଜାରକୁ ବୁଲି ବାହାରିଲୁ। ସେଠି ଏ ମଉସା ଆମକୁ ସୁନ୍ଦର ଭାବରେ ପୂଜା କରି ଆଶୀର୍ବାଦ କଲେ। এই ପାଖରେ ଗୋଟେ ଛୋଟ ହନୁମାନ ମନ୍ଦିର ଥିଲା। ଦେଖୁନାହାନ୍ତି କେତେ ସମୟ ଧରି କେତେ ମନ୍ତ୍ର ଉଚ୍ଚାରଣ କରି ସେ ଆମକୁ ଆଶୀର୍ବାଦ କରୁଛନ୍ତି। ଆଉ ଏଇଥିରେ ମାଳି ସୁଲୁ ଆଉ ଗୁଟୁ ବହୁତ ଖୁସି ହେଲେ। ଏମିତି ମୟୂରଚନ୍ଦ୍ରିକା ଛୁଆଇଁ ଆଶୀର୍ବାଦ କରିବା ତାଙ୍କ ପାଇଁ ପ୍ରଥମ ଥିଲା। ସେଇଟା ବୋଧେ ତାଙ୍କୁ ସବୁଠୁ ବେଶୀ ଖୁସି ଲାଗିଲା। ସେଇଠୁ ପୁଣି ଆମେ ଆଗକୁ ଆଗେଇଲୁ କୁଆଡ଼େ ବୁଲିବୁ ବୋଲି। କାହିଁକିନା ନ ବୁଲିଲେ କ'ଣ ତାଙ୍କ ମନ ଭଲ ଲାଗିବ। ସେମାନେ କହିଲେ ଆମେ ଗୋଟେ ଆଇସ୍କ୍ରିମ୍ ଖାଇବୁ। ଠିକ୍ ଅଛି, ତାଙ୍କ ମନ ମୁତାବକ ଗୋଟେ ଆଇସ୍କ୍ରିମ୍ ଧରି ସେମାନେ ବସିଗଲେ। ମୋର ତ ଦାନ୍ତ ଖରାପ, ମୁଁ ଥଣ୍ଡା ଜିନିଷ ଏବେ ପ୍ରାୟ ଖାଉନି। କିନ୍ତୁ ଆଇସ୍କ୍ରିମ୍ ଯେ ମୋତେ ଭଲ ନ ଲାଗେ ତାହା ନୁହେଁ। ସବୁବେଳେ ଯାହା ଭଲ ଲାଗେ ତାହା କରିହୁଏ ନାହିଁ। ନିଜର ସ୍ୱାସ୍ଥ୍ୟ ଦୃଷ୍ଟିରୁ କିଛି କାମକୁ ଛାଡ଼ିବାକୁ ବି ପଡ଼ିଥାଏ। ତେଣୁ ମୁଁ ଆଇସ୍କ୍ରିମ୍ ନ ଖାଇ ଗୋଟେ ଜିଲାପି ଆଣି ଖାଇଦେଲି। ଜିଲାପି ବି ମୋର ବହୁତ ପ୍ରିୟ। ଆଉ ଏମିତି ବି ସବୁ ପ୍ରକାର ମିଠା ତ ମୋ ପ୍ରିୟ। ତେଣୁ ସେଠି ଟିକେ ଖିଆପିଆ ଆମେ କରି ପୁଣି ବାହାରିଲୁ ବୁଲିବାକୁ। କିଛି ତ କାମ ନାହିଁ, ଏମିତି ଅନିର୍ଦ୍ଦିଷ୍ଟ ଭାବରେ କେବଳ ବୁଲୁଥିଲୁ ଏଇ ପିଲାମାନଙ୍କ ପାଇଁ। ସେଠୁ ବାହାରି ଆସି କୁଆଡ଼େ ଯିବୁ ଭାବୁ ଭାବୁ ମନେ ପଡ଼ିଗଲା, ଆରେ କୋରାପୁଟରେ ପରା ପଟପାଡ଼ ଶାଢ଼ୀ ମିଳେ, ଦେଖିବା। ପାଖରେ ବୟନିକା ଲେଖା ଥିଲା। ତେଣୁ ଆମେ ସେଠିକି ଚାଲିଗଲୁ। କିନ୍ତୁ ଏଠି ଆମର ମନ ଲାଖି କୌଣସି ଶାଢ଼ୀ ନଥିଲା। ସେ କହିଲେ ଜୟପୁରରେ ମିଳିବ କିମ୍ବା ସେଇ ଜାଗାକୁ ଚାଲିଗଲେ ମିଳିବ। ଏମିତି ବି ଶାଢ଼ୀ କିଣିବା ମୋର ଲକ୍ଷ୍ୟ ନଥିଲା। କିନ୍ତୁ ମୁଁ ସେ ଶାଢ଼ୀ ବିଷୟରେ ଟିକେ ଜାଣିବାକୁ ଚାହୁଁଥିଲି, ତା'ର ଦରଦାମ କେମିତି କ'ଣ। ସେଠୁ ଚାଲି ଆସିଲା ବେଳକୁ ଏ ଭଉଣୀ ଜଣକ କିଛି କୋବି ବିକ୍ରି କରିବାକୁ ଆଣିଥିଲେ। ସେ ଭାବିଲେ ମୁଁ ତ ମାର୍କେଟରେ ବୁଲୁଛି, ତେଣୁ ହୁଏତ ପରିବା କିଣିବି। ଖୁବ୍ ସୁନ୍ଦର ହସି ଦେଇ ସେ ମୋତେ କୋବି କିଣିବାକୁ କହିଲେ। ମୋତେ ଖରାପ ଲାଗିଲା ଏଇଥିପାଇଁ ଯେ ସେ ପ୍ରଥମ କିନା କୋବି ପସରାକୁ ଖୋଲି ମୋତେ କିଣିବା ପାଇଁ ଡାକିଲେ। ଆଉ ମୁଁ ହଠାତ୍ ମନା କରିଦେଲେ କାଳେ ଖରାପ ଲାଗିବ। କାଳେ କ'ଣ, ନିଶ୍ଚୟ ହିଁ ଖରାପ ଲାଗିବ। ତେଣୁ ମୁଁ ତାଙ୍କ ପାଖକୁ ଯାଇ ଟିକେ ସାଙ୍ଗ ହୋଇଗଲି। ଆଉ ମୁଁ କୋବି କିଣି ନ ପାରିବାର କାରଣ କହିଲି। ମୁଁ ତ ବୁଲିବା ପାଇଁ ଆସିଛି, କେଉଁଠି ମୋର ଚୁଲି ଚାଳ ଅଛି ଯେ ମୁଁ କୋବି ନେଇ ରୋଷେଇ କରିବି। ତାପରେ ଆମେ ଟିକେ ଅନ୍ତରଙ୍ଗ ହୋଇଗଲୁ। ଆଉ ସେ ମୋର ଅସୁବିଧା ବୁଝିପାରି ଖୁସି ହୋଇଗଲେ। ମୁଁ ସେଠୁ ଉଠି ଆସିଲି, ପିଲାମାନଙ୍କୁ ଦେଖେଇଲି ଏଇଟା ହେଉଛି ମୁସଲିମ ଧର୍ମର ମନ୍ଦିର ମସଜିଦ୍। ଆମେ କିନ୍ତୁ ତା ଭିତରକୁ ଗଲୁନି। ସେଠୁ ବାହାରି ଆସିଲା ବେଳକୁ ଗୋଟିଏ କାଠ ଚୁଲିରେ ଚିକେନ୍ ଷ୍ଟିକ୍ ବନା ହେଉଥିଲା। ପିଲାମାନେ କହିଲେ ଆମେ ଗୋଟିଏ ଚାଖିବୁ। ମୁଁ କହିଲି ଠିକ୍ ଅଛି, ଚାଖିବ କ'ଣ, ଯଦି ଭଲ ଲାଗୁଛି ଖାଉନ। ତାଙ୍କୁ ସେଥିରୁ ଆଣି ଗୋଟେ ଦେଲି। କିନ୍ତୁ ସେ ବହୁତ ରାଗ ଲାଗୁଥିବାରୁ ଆଉ ଅଧିକ ଖାଇପାରିଲେନି। ଯିଏ କାଠ ଚୁଲିରେ ନ ଖାଉଛି ତାକୁ ବି କାଠ ଜିନିଷ ଆଜିକାଲି ଧୂଆଁ ତିରିଆ ଲାଗିବ। ଏମିତି କାଲି ସନ୍ଧ୍ୟା କଟିଗଲା। ସକାଳୁ ଉଠି ଗାଧେଇ ପାଧେଇ ପିଲାମାନଙ୍କୁ ନେଇଗଲି ମୁଁ ସାପର ଶ୍ରୀକ୍ଷେତ୍ର। ଦେଖିଲେ କେତେ ପାହାଚ, ତଥାପି ପିଲାମାନେ ଖୁସିରେ ଉଠି ଆସିଲେ। ପାହାଚ ଶେଷରେ ଜଗନ୍ନାଥଙ୍କର ଏହି ପ୍ରତିମୂର୍ତ୍ତି ଥିଲା। ସେଇଠୁ ପ୍ରଣାମ କରି ଆମେ ମନ୍ଦିର ଭିତରକୁ ଗଲୁ। ଇଏ ହେଲେ ମନ୍ଦିର ଭିତରେ ଜଗନ୍ନାଥଙ୍କ ପ୍ରତିମା। କିନ୍ତୁ ବାହାରୁ ଫଟୋ ଉଠେଇଥିବାରୁ ଏତେ ପରିଷ୍କାର ଆସିଲା ନାହିଁ। ମନ୍ଦିର ଭିତରେ ତ ଫଟୋ ଉଠାଇବାକୁ ଅନୁମତି ନଥାଏ। ତଥାପି
ମୁଁ ଦୂରରୁ ଏ ଫଟୋ ଉଠେଇଥିଲି। ଆଉ ଏଇଠି ହେଉଛି ମନ୍ଦିର, ଖୁବ୍ ସୁନ୍ଦର ପରିବେଶ, ଚାରିପଟ ବହୁତ ଭଲ ଲାଗିଲା। ପିଲାମାନେ ଟିକେ ବାହାରେ ଜଗନ୍ନାଥଙ୍କ ପାଖରେ ଫଟୋ ଉଠିଲେ। ଏଇଠି ଜଗନ୍ନାଥଙ୍କର ସବୁ ବେଶର ଫଟୋ ଥିଲା। ସବୁଗୁଡ଼ିକ କ'ଣ ଦେଖେଇବି, ଏଇ ଗୋଟିଏ ବେଶ ପାଖରେ ସେମାନଙ୍କର ଟିକେ ଫଟୋ ନେଇଗଲି। ସେ କହିଲେ ଆମର ଏକଲା ଏକଲା ଫଟୋ ବି ଉଠେଇଦେ। ମୁଁ ଉଠେଇଦେଲି। ପିଲାଙ୍କୁ ଧରି ଏମିତି ବୁଲିବା ମୋତେ ବହୁତ ଖୁସି ଲାଗୁଛି। ହେଲେ ବେଳେବେଳେ ମୁଁ ବହୁତ ସିରିୟସ୍ ବି ହେଇଯାଉଛି। ଏମାନଙ୍କୁ ସବୁ ଦେହ ପା ଭଲ ରଖି କେମିତି ଘରକୁ ଫେରେଇ ନେବି। ଖାଇବା ପିଇବା ସବୁ କିଛି ଟିକେ ଏପଟ ସେପଟ ହେଇଯାଉଛି। ସେଥିପାଇଁ ଜଗନ୍ନାଥଙ୍କୁ ପ୍ରାର୍ଥନା କଲି। ପ୍ରକୃତରେ କାଲିଠାରୁ ହିଁ ଆମେ କିଛି ଜାଗା ବୁଲିବାକୁ ଯିବୁ। ସେମାନେ ପୁଣି କେଉଁଠିକି ଚଢ଼ିପାରିବେ ନ ପାରିବେ, ତାପରେ ଘରକୁ ଫେରିଯିବୁ। ଆମେ ମନ୍ଦିରରୁ ପୁଣି ରୁମ୍କୁ ଫେରି ଆସିଲୁ। ଆମ ଜଣେ କେମିତି